ମରଣଜନ୍ତା ସାଧିଛି ଏନ୍ଏଚ୍ ବାଇପାସ୍ରୁ ହାତୀ ଲୁଚାଣି ରାସ୍ତା। ତାଳଚେର ବହଲ୍ଲର ଛକରୁ ସରାଙ୍ଗ ପିତିରି ପରଜଙ୍ଗ ବାଇପାସ୍ ଦେଇ କାମାକ୍ଷାନଗର ଦିଗକୁ ଯାଇଥିବା 4 ଲେନ୍ ବିଶିଷ୍ଟ 53 ନମ୍ବର ଜାତୀୟ ରାଜପଥଟି ସମ୍ପୂର୍ଣ୍ଣ ପୂର୍ଣ୍ଣାଙ୍ଗ ହୋଇନପାରି ଅଧା ପନ୍ତରିଆ ହୋଇ ପଡ଼ି ରହିଛି। ବର୍ତ୍ତମାନ ପିତିରି ଦିଗରୁ କାମାକ୍ଷାନଗର ଦିଗକୁ ଯାଇଥିବା ରାଜପଥ ଉପରେ ହାତୀ ଲୁଚାଣି ଛକ ନିକଟରେ ଏକ ନୂତନ ଘୋଡ଼ାଡିଆ ନାଳ ପୋଲ ଅଧନିର୍ମିତ ଅବସ୍ଥାରେ ପଡ଼ି ରହିଥିବାରୁ ଉଭୟ ରାଜପଥ ସହିତ ସଂଯୋଗ ହୋଇପାରୁନାହିଁ, ଯାହାଫଳରେ ହାତୀ ଲୁଚାଣି ଛକ ଦେଇ ସେହି ପୁରୁଣା ରାସ୍ତାରେ ସମସ୍ତ ଯାନବାହନ ଓ ପଥଚାରୀମାନେ ଯିବା ଆସିବା କରୁଛନ୍ତି। ଏନ୍ଏଚ୍ ବାଇପାସ୍ ଛକରୁ ହାତୀ ଲୁଚାଣି ଛକ ଏନ୍ଏଚ୍ ପର୍ଯ୍ୟନ୍ତ ରହିଥିବା ରାସ୍ତାର ଦୂରତା 200 ମିଟର ଦୂରତା ମଧ୍ୟରେ ରହିଥିବା ବେଳେ ବର୍ତ୍ତମାନ ରାସ୍ତାଟି ଅତି ଦୟନୀୟ ଅବସ୍ଥାରେ ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ରାସ୍ତାରେ ବହୁ ବର୍ଷର ଘୋଡ଼ାଡିଆ ନାଳ ପୋଲ ରହିଥିବା ବେଳେ ବର୍ତ୍ତମାନ ଏହି ପୋଲର ଅବସ୍ଥା କହିଲେ ନ ସରେ। ରାସ୍ତା ଖଣ୍ଡିକ ମରାମତି କରିବା ପାଇଁ ଖବର ପ୍ରସାରଣ କରାଯାଉଥିଲେ ମଧ୍ୟ ଏହାକୁ ଲୋକ ଦେଖାଣିଆ ଭାବେ ମରାମତି କରାଯାଇଥାଏ। ରାସ୍ତାରେ ଏତେ ସଂଖ୍ୟକ ଛୋଟ ବଡ଼ ଯାନଠାରୁ ଭାରୀ ଯାନ ଚଳାଚଳ କରୁଥିବାରୁ ରାସ୍ତାଟି 2 ଦିନ ପରେ ଯେମିତି ସେମିତି ଅବସ୍ଥାରେ ଦେଖିବାକୁ ମିଳିଥାଏ। ରାସ୍ତା ଖଣ୍ଡିକ ଖାଲ ଖମାରେ ପରିପୂର୍ଣ୍ଣ ହୋଇପଡ଼ିଥିବା ବେଳେ ପଥଚାରୀମାନେ ଅନେକ ସମସ୍ୟା ମଧ୍ୟରେ ଯାତାୟାତ କରୁଛନ୍ତି। ବିଭିନ୍ନ ଦିନମାନଙ୍କରେ ଏହି ରାସ୍ତାରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ବର୍ଷା ହେଲେ କୃତ୍ରିମ ପାଣିର ହନ୍ତସନ୍ତ ହେଉଛନ୍ତି ପଥଚାରୀ ଓ 2 ଚକିଆ ଗାଡ଼ିର ଚାଳକମାନେ। ରାସ୍ତାଟି ଶୁଖିଲା ହେଲେ ଭାରୀ ଯାନ ଯାତାୟାତ କରୁଥିବା ସମୟରେ ପ୍ରଚୁର ଧୂଳି ଉଡ଼ିବା ଦୃଶ୍ୟ ଦେଖିବାକୁ ମିଳୁଛି। ରାସ୍ତାଟି ଏନ୍ଏଚ୍ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଥିଲେ ମଧ୍ୟ ମରାମତି ଦିଗରେ ଦୃଷ୍ଟି ଆକର୍ଷଣ ନ କରିବା ଅତି ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଚାଲିଛି। ରାସ୍ତାଟି ମରାମତି କରିବା ପାଇଁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଖବର ପ୍ରସାରଣ କରୁଥିଲେ ମଧ୍ୟ ଏନ୍ଏଚ୍ଆଇ କର୍ତ୍ତୃପକ୍ଷ ରାସ୍ତାର ଏପରି ଅବସ୍ଥାକୁ ଦେଖି ନ ଦେଖିବା ଭଳି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି। ଏନ୍ଏଚ୍ ବାଇପାସ୍ ଛକରୁ ହାତୀ ଲୁଚାଣି ଛକ ପର୍ଯ୍ୟନ୍ତ ରହିଥିବା ମରଣଜନ୍ତା ରାସ୍ତାକୁ ସମ୍ପୂର୍ଣ୍ଣ ମରାମତି କରିବା ସହ ଅଧନିର୍ମିତ ଅବସ୍ଥାରେ ପଡ଼ି ରହିଥିବା ନୂତନ ଘୋଡ଼ାଡିଆ ନାଳ ପୋଲକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ସାଧାରଣରେ ଦାବି ହେଉଛି। ନଚେତ୍ ଆଗାମୀ ଦିନରେ ଜନ ଆନ୍ଦୋଳନର ତୀବ୍ରତର ହେବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଲାଣି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ନିର୍ମଳ ଗଡ଼ନାୟକଙ୍କ ରିପୋର୍ଟ, ନାଉ ଓଡ଼ିଶା ନ୍ୟୁଜ୍। लेटेस्ट न्यूज अपडेट पाई www.nowodisha.com को लॉगिन करंतु।